ଆପଣ ଇପିଏଫ୍ଓ ସଦସ୍ୟ ଅଟନ୍ତି କି? ତାହେଲେ ଆପଣଙ୍କ ଆଧାରକୁ ଆପଣଙ୍କ ଇପିଏଫ୍ ଖାତା ସହିତ ଲିଙ୍କ କରିବା ଅତ୍ୟାବଶ୍ୟକ। ଏହି ଭିଡିଓରେ ଆମେ କହିବୁ କାହିଁକି ଏହା ଜରୁରୀ, ଏହା କିପରି କରିବେ ଏବଂ ଏହା ନ କଲେ କ'ଣ ହେବ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଇପିଏଫ୍ଓ ସହିତ ଆଧାର ଲିଙ୍କିଂ କରିବା କାହିଁକି ଜରୁରୀ? ସରକାରଙ୍କ ନିୟମ ଅନୁଯାୟୀ ଇପିଏଫ୍ ଖାତା ସହିତ ଆଧାର ଲିଙ୍କିଂ ଆବଶ୍ୟକ। ଏହା ତ୍ୱରିତ ଦାବି ନିବାରଣରେ ସହାୟକ ହୁଏ। ଏହା ଦ୍ୱାରା ନକଲି ଖାତା ରଖିହେବ ଏବଂ ସୁରକ୍ଷା ବଢ଼ିବ। ଏହା ନ କଲେ ଆପଣଙ୍କ ନିଯୋଜନକର୍ତ୍ତା ଇପିଏଫ୍ ଖାତାରେ ପଇସା ଉଠାଇ ପାରିବେ ନାହିଁ। ଇପିଏଫ୍ଓ ସହିତ ଆଧାର ଲିଙ୍କିଂ କରିବାର ପଦ୍ଧତି ହେଉଛି ଇପିଏଫ୍ ପୋର୍ଟାଲକୁ ଯିବେ ଏବଂ ୟୁଏନ୍ ଏବଂ ପାସୱାର୍ଡ ଦ୍ୱାରା ଲଗ୍ଇନ୍ କରନ୍ତୁ। ମ୍ୟାନେଜ ବିଭାଗକୁ ଯାଇ କେୱାଇସି ଉପସ୍ଥିତିକୁ ଦବାନ୍ତୁ। ଆଧାର ବାଛନ୍ତୁ ଏବଂ ଆପଣଙ୍କର ଆଧାର ସଂଖ୍ୟା ଏବଂ ନାମ ଭରନ୍ତୁ। ସେଭ୍ କରନ୍ତୁ ଏବଂ UIDAI ପକ୍ଷରୁ ଯାଞ୍ଚ ହେବାକୁ ଅପେକ୍ଷା କରନ୍ତୁ। ଯଦି ଯାଞ୍ଚ ସଫଳ ହୋଇଥାଏ ତାହେଲେ ଆପଣଙ୍କ ଆଧାର ଲିଙ୍କିଂ ହୋଇଯିବ। ଯଦି ଆପଣ ଇପିଏଫ୍ ଅଫିସିଆଲ ୱେବସାଇଟ୍ରୁ ଆଧାର ଲିଙ୍କିଂ କରିପାରୁନାହାନ୍ତି ତାହେଲେ ଆପଣ ଉମାଙ୍ଗ ଆପ୍ ମଧ୍ୟରେ କରିପାରିବେ। ଉମାଙ୍ଗ ଆପ୍କୁ ଖୋଲନ୍ତୁ ଏବଂ ଲଗ୍ଇନ୍ କରନ୍ତୁ। ଇପିଏଫ୍ ବିଭାଗକୁ ବାଛନ୍ତୁ ଏବଂ କେୱାଇସି ସର୍ଭିସକୁ ଦବାନ୍ତୁ। ଆପଣଙ୍କର ୟୁଏନ୍ ଏବଂ ଆଧାର ବିବରଣୀ ଭରନ୍ତୁ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ ନମ୍ବରରେ ଓଟିପି ପଠାଯିବ। ଓଟିପିକୁ କ୍ଲିକ୍ କରିବେ। ତାପରେ ନିଯୋଜନକର୍ତ୍ତା ମାଧ୍ୟମରେ ଆପଣଙ୍କର ନିଯୋଜନକର୍ତ୍ତାଙ୍କୁ ଆଧାର ଲିଙ୍କିଂ ଫର୍ମ ଏବଂ ଆଧାର ଫଟୋକପି ଦେଇ ଅନୁରୋଧ କରନ୍ତୁ। ଆପଣଙ୍କର ଆଧାର ଲିଙ୍କିଂ ହୋଇଛି କି ନାହିଁ ଜାଣିବେ କିପରି? ଇପିଏଫ୍ଓ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ ଏବଂ ମ୍ୟାନେଜର କେୱାଇସି ବିଭାଗକୁ ଯାଆନ୍ତୁ। ଯଦି ଭେରିଫାଏଡ୍ ଦର୍ଶାଯାଇଛି ତାହେଲେ ଆପଣଙ୍କର ଆଧାର ଠିକ୍ ଭାବରେ ଲିଙ୍କିଂ ହୋଇଛି। ଯଦି ନୁହେଁ ତାହେଲେ ଆପଣଙ୍କୁ ପୁନର୍ଲିଙ୍କିଂ କରିବାକୁ ପଡ଼ିପାରେ। ଯଦି ଆପଣ ଆପଣଙ୍କର ଆଧାର ଲିଙ୍କିଂ କରନ୍ତି ନାହିଁ ତେବେ କ'ଣ ହେବ? ଯଦି ଆପଣ ଆଧାର ଲିଙ୍କିଂ କରନ୍ତି ନାହିଁ ତାହେଲେ ଆପଣଙ୍କର ନିଯୋଜନକର୍ତ୍ତା ଇପିଏଫ୍ ଖାତାରେ ପଇସା ଉଠାଇ ପାରିବେ ନାହିଁ। ଆପଣଙ୍କ ଅନଲାଇନ୍ ପିଏଫ୍ ଅଂଶ ନେବାକୁ ଅସମର୍ଥ ହେବେ। କେୱାଇସି ଅନୁପାତି ନ କରୁଥିବାରୁ ଆପଣଙ୍କ ଖାତା ବନ୍ଦ ହୋଇପାରେ। ତେବେ ଡେରି କ'ଣ? ଇପିଏଫ୍ଓ ସହିତ ଆପଣଙ୍କର ଆଧାର ଆଜି ହିଁ ଲିଙ୍କ କରନ୍ତୁ ଏବଂ ଅନ୍ୟ ସୁବିଧା ଉପଭୋଗ କରନ୍ତୁ। ଏହି ଭିଡିଓ ଉପଯୋଗୀ ଲାଗିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କ ମିତ୍ରମାନଙ୍କ ସହିତ ସେୟାର କରନ୍ତୁ। ଦେଖା ହେବ ପରବର୍ତ୍ତୀ ଭିଡିଓରେ। ଥ୍ୟାଙ୍କ ୟୁ।